ପିଲାମାନେ, ଆଜି ମୋର ଏ କଥା ତୁମମାନଙ୍କ ପାଇଁ। ଅର୍ଥ, ସମୟ ଏବଂ ସମ୍ପର୍କ ତୁମମାନଙ୍କ ଜୀବନରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ରଖେ। ଆଉ ଗୋଟେ କଥା ହେଉଛି, ଯେଉଁଠି ଅର୍ଥର ଦୁରୁପଯୋଗ ହେଉଛି ସେହି ସ୍ଥାନରୁ ବା ସେହି ବ୍ୟକ୍ତିଙ୍କ ଠାରୁ ସବୁବେଳେ ଦୂରେଇ ରହିବ। ବାପାଙ୍କର ସମ୍ପତ୍ତି ପିଲାମାନଙ୍କ ପାଇଁ ଏକଥା ଠିକ୍ ଅଛି, କିନ୍ତୁ ବାପାଙ୍କର ସମ୍ପତ୍ତିକୁ ତୁମେମାନେ ଯେତିକି ଉପଭୋଗ କରିବ, ବାପାଙ୍କର ଦାୟିତ୍ୱକୁ ସେହିଭଳି 2 ଗୁଣ କରି ତୁମେମାନେ ନିଭେଇବାକୁ ଚେଷ୍ଟା କରିବ। ଯେତେବେଳେ ତୁମ ଭିତରେ ଦାୟିତ୍ୱ ଜ୍ଞାନ ଆସିଯିବ, ସେତେବେଳେ ତୁମ ଜୀବନରେ କ'ଣ ପରିବର୍ତ୍ତନ ହେଉଛି ବା ତୁମେ କ'ଣ ଅନୁଭବ କରୁଛ, ନିଶ୍ଚିତ ମୋତେ ଜଣେଇବ।